ଗତକାଲି ପ୍ରବଳ ଭିଡ଼ ହୋଇଥିଲା ଏବଂ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଏବଂ ଗତକାଲି ମହାପ୍ରଭୁଙ୍କ ପହୁଡ଼ ନୀତି ବି ଅନୁଷ୍ଠିତ ହୋଇଥିଲା ରାତିରେ। ଆଜି ସକାଳୁ ଦ୍ୱାର ଫିଟା ପରେ ମଙ୍ଗଳାଳତି ହେଲା ପରେ ନିରନ୍ତର ଭାବରେ ଦର୍ଶନ ଚାଲିଛି। ଗୋପାଳ ବଲ୍ଲଭ ସମୟରେ କିଛି ସମୟ ପାଇଁ ଦର୍ଶନ ବନ୍ଦ ଥିଲା। ଏବେ ବି ମହାପ୍ରଭୁଙ୍କ ନୀତିକାନ୍ତି ଯେତେ ଅଛି ସବୁ ସରଳ ଚାଲିଛି, ଠିକଣା ଢଙ୍ଗରେ ଚାଲିଛି ଏବଂ ଏବେ ଆପଣ ଦେଖୁଥିବେ ଆଜି ବି ଯେହେତୁ ଆଜି ପବିତ୍ର ନବମୀ ଦର୍ଶନ ବା ସନ୍ଧ୍ୟା ଦର୍ଶନ ଆମେ କହୁ, ତାକୁ ଲୋକେ ଆଜି ମହାପ୍ରଭୁଙ୍କର ଆଶୀର୍ବାଦ ନେବା ପାଇଁ ପ୍ରବଳ ଗହଳି ଆଜି ଅଛି ପୁରୀରେ। ଆଜି ଆମେ ମନ୍ଦିର ପ୍ରଶାସନ ସହିତ ଏବଂ ଜିଲ୍ଲା ପ୍ରଶାସନ ସହିତ ଆମେ ମିଟିଂ କରି ବିଭିନ୍ନ ସେବାୟତ ନିଯୋଗ ସହିତ ମିଟିଂ କରି ଆଜି ଦର୍ଶନଟାକୁ 6ଟା ପର୍ଯ୍ୟନ୍ତ ରେଷ୍ଟ୍ରିକ୍ସନ୍ କରାହେଇଛି। କାରଣ ଆଗାମୀ କାଲି ହେଉଛି ବାହୁଡ଼ା ଯାତ୍ରା। ମହାପ୍ରଭୁଙ୍କର ବହୁତ ନୀତିକାନ୍ତି ଥାଏ ବାହୁଡ଼ା ଯାତ୍ରା ପୂର୍ବରୁ, ସେଥିପାଇଁ ଆଜି 6ଟାରେ ଦର୍ଶନ ବନ୍ଦ ହେବ। ତାପରେ ମହାପ୍ରଭୁଙ୍କର ନୀତିକାନ୍ତି ସବୁ ଆରମ୍ଭ ହୋଇଯିବ ଆଜି ଏବଂ କାଲି ଆମେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି କରୁଛୁ। ଦେଖନ୍ତୁ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟର ଗୋଟେ ଆରେଞ୍ଜମେଣ୍ଟ ଥାଏ। ଆଗରୁ ପୋଲିସ ଆରେଞ୍ଜମେଣ୍ଟ କରାଯାଇଥାଏ। ବାହୁଡ଼ା ଯାତ୍ରାରେ ବି ଅନୁରୂପ ଭାବରେ ପୋଲିସ ଆରେଞ୍ଜମେଣ୍ଟ କରାଯାଇଛି। ସେଇ ଯେଉଁ ଡ୍ରିଲ୍ ଆମର ଅଛି ଇନର କର୍ଡନ ଆରେଞ୍ଜମେଣ୍ଟ, ଜେନେରାଲ କର୍ଡନ ଆରେଞ୍ଜମେଣ୍ଟ, ରଥ ଡ୍ରାଗିଂ ବା ଚ୍ୟାରିଅଟ୍ ପୁଲିଂ ଯାକୁ ରଥ ଟଣା ପାଇଁ ସେପାରେଟ୍ ଆରେଞ୍ଜମେଣ୍ଟ, ट्रैफिक ପାଇଁ ସେପାରେଟ୍ ଆରେଞ୍ଜମେଣ୍ଟ, ସିକ୍ୟୁରିଟି ପାଇଁ ସେପାରେଟ୍ ଆରେଞ୍ଜମେଣ୍ଟ, ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି।